ଜଗନ୍ନାଥଙ୍କ ରଥଯାତ୍ରା କହିଲେ ଆମ ଆଖି ସାମ୍ନାକୁ ଆସେ ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଆଉ ସେଇ ବିରାଟକାୟ ରଥ। କିନ୍ତୁ ଆଜି ଆମେ ସେଇ ଭିଡ଼ ଭିତରେ ଲୁଚି ରହିଥିବା କିଛି ଏମିତି କାହାଣୀ ବିଷୟରେ ଜାଣିବା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏଗୁଡ଼ିକ କେବଳ କାହାଣୀ ନୁହେଁ, ବରଂ ବିଶ୍ୱାସର ଜୀବନ୍ତ ପ୍ରମାଣ। କେବେ ଭାବିଛନ୍ତି କେମିତି ଲାଗିବ ଯଦି ସ୍ୱୟଂ ଭଗବାନ ଜଣେ ଭକ୍ତ ପାଇଁ ଅପେକ୍ଷା କରନ୍ତି? ଶୁଣିବାକୁ ଅଜବ ଲାଗୁଥିବ, ହେଲେ ଏହା କୌଣସି କାଳ୍ପନିକ କଥା ନୁହେଁ। ଏହା ଏକ ସତ୍ଘଟଣା ଯାହା ସହିତ ଯୋଡ଼ି ହୋଇ ରହିଛି ଜଗନ୍ନାଥଙ୍କ ରଥଯାତ୍ରା। ତେବେ ଚାଲନ୍ତୁ ସେହି କାହାଣୀ ଭିତରକୁ ଯିବା। କାହାଣୀଟି ହେଉଛି ଜଣେ ଏମିତି ଭକ୍ତଙ୍କର ଯାହାଙ୍କ ପାଇଁ ସ୍ୱୟଂ ମହାପ୍ରଭୁ ବାଟରେ ଅଟକି ଯାଇଥିଲେ। ତାଙ୍କ ନାଁ ଥିଲା ସାଲବେଗ, ଆଉ ତାଙ୍କ ଭକ୍ତିରେ ଏତେ ଶକ୍ତି ଥିଲା ଯେ ସେ ଚାଲୁଥିବା ରଥକୁ ବି ଅଟକାଇ ଦେଇଥିଲେ। କଥାଟା ସେତେବେଳର ଯେତେବେଳେ ମୋଗଲ ଶାସନ ଥିଲା। ସାଲବେଗ ଜନ୍ମରୁ ଜଣେ ମୁସଲମାନ ଥିଲେ ଆଉ ପେସାରେ ଥିଲେ ଜଣେ ସୈନିକ। କିନ୍ତୁ ଥରେ ଗୋଟିଏ ଯୁଦ୍ଧରେ ସେ ଏମିତି ଗୁରୁତର ଭାବେ ଆହତ ହେଲେ ଯେ ବଞ୍ଚିବାର ଆଶା ପ୍ରାୟ ଛାଡ଼ି ଦେଇଥିଲେ। ଜୀବନ ଓ ମୃତ୍ୟୁ ଭିତରେ ସେ ସଂଘର୍ଷ କରୁଥିଲେ। ଆଉ ସେହି ସମୟରେ ତାଙ୍କ ମାଙ୍କ କହିବା ଅନୁସାରେ ସେ ଭଗବାନ ବିଷ୍ଣୁଙ୍କୁ ଡାକିଲେ, ଆଉ ଆଶ୍ଚର୍ଯ୍ୟଜନକ ଭାବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଏହି ଘଟଣା ପରେ ତାଙ୍କ ଜୀବନ ବଦଳିଗଲା। ସେ ସବୁକିଛି ଛାଡ଼ି ଜଗନ୍ନାଥଙ୍କ ଭକ୍ତିରେ ଲାଗିପଡ଼ିଲେ। କିନ୍ତୁ ଗୋଟିଏ ବଡ଼ ବାଧା ଥିଲା। ସେ ଜନ୍ମରୁ ହିନ୍ଦୁ ନଥିବାରୁ ତାଙ୍କ ମନ୍ଦିର ଭିତରକୁ ଯିବାକୁ ଦିଆଗଲା ନାହିଁ। ଆଉ ଏଇଠୁ ହିଁ ଆରମ୍ଭ ହେଲା ତାଙ୍କ ଭକ୍ତିର ଅସଲ ପରୀକ୍ଷା। ଏମିତିରେ ରଥଯାତ୍ରାର ଦିନ ଆସିଲା। ସାଲବେଗ ଅସୁସ୍ଥ ଥିବାରୁ ପହଞ୍ଚିବାରେ ଟିକେ ଡେରି ହୋଇଗଲା। କିନ୍ତୁ ସେପଟେ ବଡ଼ଦାଣ୍ଡରେ ଯାହା ଘଟିଲା ତାହା କେହି କେବେ କଳ୍ପନା କରିନଥିଲେ। ହଠାତ୍ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚାଲୁ ଚାଲୁ ଅଟକିଗଲା। ଲକ୍ଷ ଲକ୍ଷ ଲୋକ ଟାଣିଲେ, ହେଲେ ରଥ ଟିକେ ବି ଆଗକୁ ଗଲାନି। ସମସ୍ତେ ଆଶ୍ଚର୍ଯ୍ୟ। ଆଉ ଜାଣିଛନ୍ତି, ରଥ ସେତେବେଳେ ଯାଏଁ ଅଟକି ରହିଲା ଯେତେବେଳେ ଯାଏଁ ସାଲବେଗ ସେଠି ଆସି ପହଞ୍ଚି ନାହାନ୍ତି। ଆଉ ଯେମିତି ହିଁ ସାଲବେଗ ସେଠି ପହଞ୍ଚି ପ୍ରଭୁଙ୍କୁ ଦର୍ଶନ କଲେ, ସେଇ ମୁହୂର୍ତ୍ତରେ ରଥ ଆପେ ଆପେ ଚାଲିବାକୁ ଲାଗିଲା। ଏହା ସତେ ଯେମିତି ଭଗବାନ ନିଜେ କହୁଥିଲେ ଯେ ତାଙ୍କ ପାଇଁ ଜାତି ଧର୍ମର କୌଣସି ମାନେ ନାହିଁ। ତାଙ୍କ ପାଇଁ ସବୁଠୁ ବଡ଼ ହେଉଛି ଶୁଦ୍ଧ ଭକ୍ତି। ଏହି ଘଟଣା ପରେ ସାଲବେଗ ପ୍ରଭୁ ଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଭାବରେ ପରିଚିତ ହେଲେ। ଆଉ ସବୁଠୁ ବଡ଼ କଥା ହେଲା, ଯେଉଁ ଜାଗାରେ ରଥ ଅଟକିଥିଲା ଠିକ୍ ସେଇଠି ତାଙ୍କ ମୃତ୍ୟୁ ପରେ ତାଙ୍କର ସମାଧିପୀଠ ତିଆରି କରାଗଲା। ଆଉ ଆଜି ବି ପ୍ରତିବର୍ଷ ରଥଯାତ୍ରା ବେଳେ ତାଙ୍କ ସମାଧି ପାଖରେ କିଛି ସମୟ ପାଇଁ ରଥ ଅଟକେ ତାଙ୍କ ସମ୍ମାନ ଦେବା ପାଇଁ। ଏହା ଖାଲି ଗୋଟେ କାହାଣୀ ନୁହେଁ, ଏକ ଜୀବନ୍ତ ପରମ୍ପରା। ଭକ୍ତିର ଆଉ ଏକ ଏମିତି ନିଆରା କାହାଣୀ ହେଉଛି କର୍ମାବାଈଙ୍କର। ଜଣେ ସାଧାରଣ ବୃଦ୍ଧା ଯାହାଙ୍କର ସାମାନ୍ୟ ଖେଚୁଡ଼ି ଭୋଗ ମହାପ୍ରଭୁଙ୍କ ପାଇଁ 56 ଭୋଗଠାରୁ ବି ଅଧିକ ପ୍ରିୟ ହୋଇଯାଇଥିଲା। ଆସନ୍ତୁ ଜାଣିବା କେମିତି। ଦେଖନ୍ତୁ, ଗୋଟିଏ ପଟେ ମନ୍ଦିରରେ ପୁରୋହିତମାନେ ବଡ଼ ନୀତି ନିୟମରେ ମହାପ୍ରସାଦ ତିଆରି କରୁଥିଲେ, ଆଉ ଅନ୍ୟପଟେ ଥିଲେ କର୍ମାବାଈ, ଜଣେ ଗରିବ ବୃଦ୍ଧା ଯିଏ ଜଗନ୍ନାଥଙ୍କୁ ନିଜ ପୁଅ ଭଳି ମାନୁଥିଲେ। ତାଙ୍କ ପାଖରେ ବଡ଼ ଆୟୋଜନ ନଥିଲା। ସେ ବାସ୍ ସରଳ ଭାବେ ଖିଚୁଡ଼ି ତିଆରି କରି ପ୍ରଭୁଙ୍କୁ ଭୋଗ ଲଗାଉଥିଲେ। ସେ ପ୍ରତିଦିନ ବହୁ ସ୍ନେହରେ ଖେଚୁଡ଼ି ତିଆରି କରୁଥିଲେ, ଆଉ ଜଗନ୍ନାଥଙ୍କୁ ଏମିତି ଡାକୁଥିଲେ ଯେମିତି ଜଣେ ମା ନିଜ ପିଲାକୁ ଖାଇବାକୁ ଡାକେ। ଆଉ କୁହାଯାଏ, ସ୍ୱୟଂ ଜଗନ୍ନାଥ ଜଣେ ଛୋଟ ପିଲାର ରୂପରେ ଆସି ପ୍ରତିଦିନ ତାଙ୍କ ହାତରୁ ସେ ଖେଚୁଡ଼ି ଖାଉଥିଲେ। ମନ୍ଦିରର ବଡ଼ ବଡ଼ ରୀତିନୀତିଠାରୁ ବହୁତ ଦୂରରେ। ଏହା ଥିଲା କେବଳ ମମତା ଆଉ ଭକ୍ତିର ଏକ ସରଳ ସମ୍ପର୍କ। ମନ୍ଦିରରେ ଗୋଟେ ପରମ୍ପରା ଅଛି ଯାହାକୁ ଭୋଜନ ସ୍ୱୀକାର କୁହାଯାଏ। ଏଥିରେ ମୁଖ୍ୟ ପୂଜକ ଭୋଗରେ ପ୍ରଭୁଙ୍କର ପ୍ରତିବିମ୍ବ ଦେଖନ୍ତି। ଯଦି ପ୍ରତିବିମ୍ବ ଦେଖାଯାଏ, ତେବେ ଯାଇ ମନାଯାଏ ଯେ ଭଗବାନ ଭୋଗ ଗ୍ରହଣ କଲେ। କିନ୍ତୁ ଦିନେ ବଡ଼ ଆଶ୍ଚର୍ଯ୍ୟର କଥା, ମନ୍ଦିରର ମହାଭୋଜରେ ପ୍ରଭୁଙ୍କର କୌଣସି ପ୍ରତିବିମ୍ବ ଦେଖାଗଲାନି। ଏହାର ମାନେ ଥିଲା ଭଗବାନ ସେ ଭୋଗକୁ ଗ୍ରହଣ କରିନାହାନ୍ତି। ପୁରୋହିତମାନେ ଚିନ୍ତାରେ ପଡ଼ିଗଲେ। କିନ୍ତୁ ପରଦିନ ସକାଳୁ ଯେତେବେଳେ ମନ୍ଦିର ଖୋଲିଲା, ସମସ୍ତେ ଦେଖିଲେ ଯେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିର ମୁହଁରେ ଖେଚୁଡ଼ି ଲାଗିଛି। ସେତେବେଳେ ଯାଇ ସମସ୍ତଙ୍କର ସବୁ ସନ୍ଦେହ ଦୂର ହେଲା। ସମସ୍ତେ ବୁଝିଗଲେ ଯେ ମହାପ୍ରଭୁ ମନ୍ଦିରର ରାଜକୀୟ ଭୋଗ ଛାଡ଼ି ନିଜ ପ୍ରିୟ ଭକ୍ତ କର୍ମାବାଈଙ୍କ ପାଖକୁ ଖେଚୁଡ଼ି ଖାଇବାକୁ ଚାଲିଯାଇଥିଲେ। ଏ ଘଟଣା ସମସ୍ତଙ୍କୁ ଗୋଟିଏ ଶିକ୍ଷା ଦେଲା। ଭଗବାନଙ୍କ ପାଇଁ 100 ପ୍ରକାରର ବ୍ୟଞ୍ଜନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗୁରୁତ୍ୱପୂର୍ଣ୍ଣ ହେଉଛି ସେଇ ଗୋଟିଏ ଭୋଗ ଯାହା ଶୁଦ୍ଧ ଭକ୍ତି ଆଉ ପ୍ରେମରେ ତିଆରି ହୋଇଥାଏ। ଆଉ ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ଖେଚୁଡ଼ି ଜଗନ୍ନାଥଙ୍କର ଏକ ମୁଖ୍ୟ ପ୍ରସାଦ ଭାବରେ ରହିଆସିଛି। ତେବେ ଏହିସବୁ କେବଳ ବ୍ୟକ୍ତିଗତ ଭକ୍ତିର କାହାଣୀ ନୁହେଁ। ଏହା ପଛରେ ରହିଛି ପିଢ଼ି ପିଢ଼ି ଧରି ଚାଲିଆସିଥିବା ସାମୂହିକ ସେବା ଆଉ ଏକ ବିଶ୍ୱବ୍ୟାପୀ ବିଶ୍ୱାସର ଧାରା। ଆମେ ଯେଉଁ ବିଶାଳ ରଥ ଦେଖୁ, ତାର ନିର୍ମାଣ ବି କୌଣସି ସାଧାରଣ କାମ ନୁହେଁ। ଏହା ଏକ ପବିତ୍ର ପରମ୍ପରା। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ପରିବାର ଅଛନ୍ତି ଯେଉଁମାନଙ୍କୁ ବିଶ୍ୱକର୍ମା ସେବକ କୁହାଯାଏ। ଭୋଇ ମହାରାଣାମାନେ କାଠ କାମ କରନ୍ତି, ଚନ୍ଦକାରମାନେ ଯୋଡ଼ାଯୋଡ଼ି କରନ୍ତି, ଆଉ ରୂପକାରମାନେ ସୁନ୍ଦର ଚିତ୍ରର ରଥକୁ ସଜାନ୍ତି।
ପିଢ଼ି ପରେ ପିଢ଼ି ଧରି ସେମାନେ ଏହି ସେବା କରିଆସୁଛନ୍ତି। ଆଉ ଜଗନ୍ନାଥଙ୍କର ଏହି ଭକ୍ତି କେବଳ ପୁରୀ ଭିତରେ ସୀମିତ ହୋଇ ରହିନି, ଏହା ସମୁଦ୍ର ପାର କରି ସାରା ଦୁନିଆରେ ପହଞ୍ଚିଛି। 1968 ମସିହାରେ ସ୍ୱାମୀ ପ୍ରଭୁପାଦଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହରେ କୃଷ୍ଣ ଆନ୍ଦୋଳନ ପରେ ଆଜି ପୋଲାଣ୍ଡ, ଇଂଲଣ୍ଡ, ଆମେରିକା ଭଳି ଅନେକ ଦେଶର ବଡ଼ ବଡ଼ ସହରରେ ରଥଯାତ୍ରା ପାଳନ କରାଯାଉଛି। ଏହା ପ୍ରମାଣ କରୁଛି ଯେ ଭକ୍ତି ପାଇଁ କୌଣସି ଦେଶ ବା ସୀମାର ବନ୍ଧନ ନଥାଏ। ତେବେ ଜଣେ ମୁସଲମାନ ଭକ୍ତ ସାଲବେଗ, ଜଣେ ଗରିବ ବୃଦ୍ଧା କର୍ମାବାଇ ଆଉ ସାରା ଦୁନିଆରେ ବ୍ୟାପିଥିବା ଏହି ରଥଯାତ୍ରା, ଏସବୁ କାହାଣୀ ଆମକୁ ଶେଷରେ କ'ଣ ଶିଖାଉଛି? ଏହାର ସାରାଂଶ ବହୁତ ସରଳ। ଭଗବାନଙ୍କ ଦରବାରରେ ଉଚ୍ଚ ନୀଚ, ଜାତି ଧର୍ମ କିମ୍ବା ଆମେ ସେମାନେ ଭଳି କୌଣସି ଭେଦଭାବ ନଥାଏ। ସେଠାରେ ଯଦି କିଛି ଗୁରୁତ୍ୱ ରଖେ ତେବେ ତାହା ହେଉଛି କେବଳ ନିଃସ୍ୱାର୍ଥପର ଭକ୍ତି ଆଉ ନିର୍ମଳ ପ୍ରେମ। ତେବେ ଯଦି ବିଶ୍ୱାସ ହିଁ ସବୁକିଛି, ତାହେଲେ ଆମେ ମଣିଷମାନେ ତିଆରି କରିଥିବା ଏହି ସୀମାଗୁଡ଼ିକର ଅର୍ଥ କ'ଣ? ରଥଯାତ୍ରାର ଏହି କାହାଣୀଗୁଡ଼ିକ ଆମକୁ ବୋଧେ ଏହି କଥା ହିଁ ଭାବିବାକୁ ବାଧ୍ୟ କରେ ଯେ ଅସଲ ସୀମା ବା ବନ୍ଧନ ବାହାରେ ନୁହେଁ, ଆମ